ଆଜି ଦିନ ହେଉଛି ଚୈତ୍ର ଶୁକ୍ଳ ନବମୀ ତିଥି। ଆଜିର ଦିନରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଗ୍ରହଣ କରିଥିଲେ। ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ସମସ୍ତ ରାମ ମନ୍ଦିର। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ସାଲେପୁର ବ୍ଲକର କୁଳିଆ ରଘୁନାଥ ଜୀଉ ପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରରେ ସକାଳୁ ଆରମ୍ଭ ହୋଇଯାଇଛି ଶ୍ରଦ୍ଧାଳୁଙ୍କ ଭିଡ଼। ସମସ୍ତଙ୍କ ମନରେ ଆବେଗ କିଭଳି ପ୍ରଭୁ ଶ୍ରୀ ରାମଚନ୍ଦ୍ର ମା ଜାନକୀ ପ୍ରଭୁ ଲକ୍ଷ୍ମଣ ଓ ମହାବୀର ହନୁମାନଙ୍କୁ ଦର୍ଶନ କରି ପରିବାରର ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ରାମ ନବମୀକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଭରି ରହିଛି। ସକାଳୁ କିଭଳି ଭାବେ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ କରିବେ, ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ମୋ ନାଁ ହେଉଛି ଅଶୋକ କୁମାର ପଣ୍ଡା। ସକାଳ 3:30 ପରେ ପହର ଖୋଲା ହେଲା, ମଙ୍ଗଳା ଆଳତି କରାଗଲା, ତାପରେ ଭୋଗ ବାଲ୍ୟ ଭୋଗ କରାଗଲା। ତାପରେ ମଧ୍ୟାହ୍ନ 12ଟା ସମୟରେ ଆମର ଯେଉଁ ଅନ୍ନ ଭୋଗ କରାଯିବ, ଫେରେ ପହଡ଼ କରାଯିବ। 3ଟା ବେଳେ ଫେରେ ମଙ୍ଗଳା ଆଳତି କରାଯାଇକି ଫେରେ ସନ୍ଧ୍ୟା ଆଳତି କରାଯିବ। ରାତି 9ଟାରେ ପହଡ଼ ଭୋଗ ହେବ। ପହଡ଼ ଭୋଗ କରାଇ ପହଡ଼ ପଡ଼ିବ। ମୁଁ ସବିତା ମିଶ୍ର, ଆମ ଘର କାଶୀପୁର। ମୁଁ ଆସିଛି ମନ୍ଦିରକୁ ଦର୍ଶନ କରିବାକୁ। ଆମ ହନୁମାନ ମନ୍ଦିର ପୁରା ପ୍ରତ୍ୟକ୍ଷ ହନୁମାନ, ବହୁତ ଭଲ ଲାଗେ। ବହୁତ ଭିଡ଼ ହୁଏ ବି, ବହୁତ ଲୋକମାନେ ଆସନ୍ତି, ବହୁତ ଖୁସି ଲାଗେ। ଆଉ ହନୁମାନ ଆମର ପୁରା ଏତେ ସୁନ୍ଦର ଲାଗନ୍ତି, ମାନେ ଯିଏ ଯେକୌଣସି ମାନସିକ କରନ୍ତି ସେ ମାନସିକ ନିଶ୍ଚୟ ମାନେ ଫଳପ୍ରଦ ହୁଏ। ବହୁତ ବଢ଼ିଆ ଲାଗେ। ଆଉ ବହୁତ ଭିଡ଼ ବି ମାନେ ହେଉଛି, ଆସ୍ତେ ଆସ୍ତେ ସମସ୍ତେ ଆସୁଛନ୍ତି ଲୋକମାନେ। ଆଉ ପୁରା ବଢ଼ିଆ ବି। ଆଉ ରାମନବମୀରେ ଦର୍ଶନ କଲୁ, ବହୁତ ଖୁସି ଲାଗିଲା। ସବୁ ଠାକୁର ପୁରା ସଜ ହୋଇଛନ୍ତି, ଲୋକମାନେ ବି ବହୁତ ଆସିଛନ୍ତି। ଆଉ ରାମନବମୀରେ ବହୁତ ଭିଡ଼ ହୁଏ। ଆଉ ଏଠି ବହୁତ ଜାଗାରୁ ପୁରା ବିଭିନ୍ନ ଜାଗାରୁ ସବୁ ଲୋକମାନେ ଆସନ୍ତି, ଆଉ ଦର୍ଶନ କରି ଯାଆନ୍ତି, ଖୁସି ଲାଗେ। ରାତିରେ ବି ଏଠି ଗୋଟେ ଭୋଜି ହୁଏ, ସବୁ ଲୋକମାନେ ଆସନ୍ତି, ଭୋଜି ଖାଆନ୍ତି, ଭୋଜି ଖାଇକରି ଯାଆନ୍ତି। ମୋ ନାଁ ପରଶୁରାମ ଦୀକ୍ଷିତ। ଆଜି ପ୍ରଭୁ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜନ୍ମଦିନ। ଆଜି ଠାକୁରଙ୍କର ଆଜି ମହିମା ଅପାର। ଏଠି ଆମର କୁଳିଆରେ ପ୍ରତିବର୍ଷ ପରେ ଏ ବର୍ଷ ରାମନବମୀ ପାଳନ କରାଯାଉଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଆସୁଛନ୍ତି। ମୁଁ ବି ମଧ୍ୟ ଆସିଛି ପ୍ରଭୁଙ୍କୁ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଆଉ ମୋର ମାନସିକ ଥିଲା, ମୁଁ ପ୍ରତିବର୍ଷ ଏଠିକି ଆସେ, ଆଉ ଏଠି ବାଣ ବି ଫୁଟାଏ। ଏଠି ଯେଉଁମାନଙ୍କ ମାନସିକ ଥାଏ ଏଠି ବାଣ ଫୁଟାନ୍ତି। ପ୍ରଭୁଙ୍କର ଏଠି ଅପାର କରୁଣା ଅଛି। ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କର ଆଶୀର୍ବାଦ ଲାଭ କରୁଛନ୍ତି ପ୍ରଭୁଙ୍କର। ସାଲେପୁରରୁ ସରୋଜ ମଲ୍ଲିକଙ୍କ ରିପୋର୍ଟ, ନ୍ୟୁଜ୍ 95 ଓଡ଼ିଆ।